ଖଣ୍ଡପଡ଼ା ସହରର ବିଭିନ୍ନ ସ୍ଥାନରେ ଆଜି ଖଣ୍ଡପଡ଼ା ପୁଲିସ ସହାୟତାରେ TPCODL ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ବିଦ୍ୟୁତ ଚୋରି ନେଇ ଚେକିଂ କରୁଥିବା ଦେଖିବାକୁ ମିଳିଛି। ସହରର ବିଭିନ୍ନ ସାହିରେ ଥିବା ଘର ଏବଂ ଛକଗୁଡ଼ିକରେ ଥିବା ଦୋକାନଗୁଡ଼ିକରେ ଏହି ଚେକିଂ ଚାଲୁ ରହିଛି। ଏହିପରି ଅନେକ ଦିନ ଧରି ଏହି ଚେକିଂ ଚାଲୁ ରହିବା ନେଇ ସୂଚନା ଦିଆଯାଇଥିବା ବେଳେ ଏହି ଚେକିଂ ମୁଖ୍ୟତଃ ବିଦ୍ୟୁତ ଚୋରିକୁ ରୋକିବା ପାଇଁ ଏବଂ ଯେଉଁ ବିଦ୍ୟୁତ ଉପଭୋକ୍ତାମାନେ ବିଦ୍ୟୁତ ଚୋରି କରୁଛନ୍ତି ସେମାନଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।